ଯାତ୍ରା କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ କରୁ। ଆସନ୍ତୁ ଆମେ ପାଳକ ପ୍ରେମାଶିଷ ସତମାଙ୍କ ଦ୍ୱାରା ଲିଖିତ ଆଜିର ଡିଭୋସନ ବିଷୟରେ ଚର୍ଚ୍ଚା କରିବା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଆଜି ଆମେ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ କଥା ହେବା, ଦଶମାଂଶ ଆଉ ଦାନ। ହଁ, ଏଟା ବହୁତ ଜରୁରୀ। ଆମ ପାଖରେ ପାଳକ ପ୍ରେମାଶିଷ ସାତମାନଙ୍କର ଲେଖାର କିଛି ଭଲ ଅଂଶ ଅଛି, ସେଇ ଆଧାରରେ ଆମେ ଆଲୋଚନା କରିବା। ଆଚ୍ଛା, ଆମର ଲକ୍ଷ୍ୟ ରହିବ ବାଇବଲ କ'ଣ କହୁଛି ବିଷୟରେ, ଦାନର ପ୍ରକୃତ ଉଦ୍ଦେଶ୍ୟ କ'ଣ, କେମିତି ମନୋଭାବ ରହିବା ଦରକାର ସେଇଟା ବୁଝିବା। ହଁ, ଲେଖକ ଗୋଟେ ମୂଳ ପ୍ରଶ୍ନ ପଚାରିଛନ୍ତି ଯାହା ଆମକୁ ଭାବିବାକୁ ବାଧ୍ୟ କରେ। ପରମେଶ୍ୱରଙ୍କୁ ପ୍ରକୃତରେ କ'ଣ ଦରକାର, ଆମ ହୃଦୟ ନା ଟଙ୍କା? ବାଃ, ଏଟା ତ ବହୁତ ବଡ଼ ପ୍ରଶ୍ନ। ଚାଲନ୍ତୁ ଏଇଠୁ ହିଁ ଆରମ୍ଭ କରିବା। ଲେଖାର ମୂଳପଦ ମନେ ପକେଇ ଦିଏ, 2 କରିନ୍ଥିୟ 9:7। ସେଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ସେଥିରେ ସ୍ପଷ୍ଟ ଲେଖା ଅଛି, ଈଶ୍ୱର ହୃଷ୍ଟଚିତ୍ତ ଦାତାକୁ ଭଲ ପାଆନ୍ତି। ଏଇ ହୃଷ୍ଟଚିତ୍ତ ଆନନ୍ଦରେ ଦେବା, ଏଇଟା ହିଁ ମୁଖ୍ୟ କଥା ନା? ଏକଦମ। କିନ୍ତୁ ଦେଖନ୍ତୁ, ଦଶମାଂଶ କଥା ଯେବେ ଆସେ, ଅନେକ ପ୍ରକାର ମତ ଅଛି। କିଛି ଲୋକ ଭାବନ୍ତି ଏଇଟା ପୁରୁଣା ନିୟମର କଥା। ହଁ, ଶୁଣିଛି ସେମିତି। ଲେଖାରେ ଅଛି ଦଶମାଂଶର ପ୍ରଥା। ଏମିତି ବି ନିୟମ ଆସିବା ଆଗରୁ ଥିଲା, ଯେମିତି ଅବ୍ରାହମ ଦେଇଥିଲେ। ଆଚ୍ଛା, କାହାକୁ? ମଲ୍କିସେଦକଙ୍କୁ। ପରେ ଯାକୁବ ବି ପ୍ରତିଜ୍ଞା କରିଥିଲେ। ତେଣୁ ଏଇଟା ବହୁତ ପୁରୁଣା। ଓହୋ, କିନ୍ତୁ ପୁରାତନ ନିୟମ ବା ମୋସାଙ୍କ ବ୍ୟବସ୍ଥାରେ ତ ଏହା ବାଧ୍ୟତାମୂଳକ ହେଇଗଲା ନା? ହଁ, ସେତେବେଳେ ଏକଦମ ବାଧ୍ୟତାମୂଳକ ଥିଲା, ଗୋଟେ ନିୟମ ପରି। ଲେବୀୟମାନଙ୍କ ପାଇଁ, ମନ୍ଦିର କାମ ପାଇଁ। ଆଉ ନଦେଲେ ମଲାଠି ପୁସ୍ତକରେ ଅଛି, ଏହା ପରମେଶ୍ୱରଙ୍କୁ ଠକିବା ଭଳି ଆଉ ଅଭିଶାପର କଥା ବି କୁହାଯାଇଛି। ଗୋଟେ ଭୟ ଥିଲା। କିନ୍ତୁ ଏଇଠି ଗୋଟେ ବଡ଼ ପରିବର୍ତ୍ତନ ଆସିଲା ନୂଆ ନିୟମରେ। ଯେମିତି ଲେଖକ କହୁଛନ୍ତି, ଯୀଶୁ ଆମକୁ ନିୟମର ଅଭିଶାପରୁ ମୁକ୍ତ କଲେ। ଏହାର ମାନେ କ'ଣ? ଏହାର ମାନେ ହେଉଛି, ଆମେ ଆଉ ସେ ପୁରୁଣା ନିୟମର ଦଣ୍ଡ ଭିତରେ ନାହୁଁ ଯୀଶୁଙ୍କ ବଳିଦାନ ପରେ। ତାହେଲେ ଦଶମାଂଶ ନ ଦେବାର ଯୋଉ ଅଭିଶାପ କଥା କୁହାଯାଉଥିଲା, ହଁ, ସେଥିରୁ ବି ଆମେ ମୁକ୍ତ। ତେଣୁ ଏବେ ଆମେ ଭୟରେ କିମ୍ବା ବାଧ୍ୟ ହୋଇ ଦେବା କଥା ନୁହେଁ। ଆଚ୍ଛା, ତେବେ ନୂଆ ନିୟମରେ ଦାନ କେମିତି ହେବା କଥା? ପ୍ରେରିତ ପାଉଲ କ'ଣ କହୁଛନ୍ତି? ପାଉଲ ତ ଏହାକୁ ବହୁତ ସ୍ପଷ୍ଟ କରିଛନ୍ତି କରିନ୍ଥିଆ ପତ୍ରରେ। ସେ କହୁଛନ୍ତି, ଦୁଃଖରେ କି ବାଧ୍ୟ ହୋଇ ନୁହେଁ, ବରଂ ଆମେ ପରମେଶ୍ୱରଙ୍କୁ ଭଲ ପାଇବା ହେତୁ ଆଉ ତାଙ୍କଠୁ ଯାହା ପାଇଛେ ସେଥିପାଇଁ କୃତଜ୍ଞତାରୁ ଦେବା ଉଚିତ, ମନରୁ, ଆନନ୍ଦରେ। ସେଇ ହୃଷ୍ଟଚିତ୍ତ ଦାତା। ତାହେଲେ ପୁରୁଣା ନିୟମର ବାଧ୍ୟତା ଆଉ ନୂଆ ନିୟମର ଇଚ୍ଛା ଭିତରେ ବହୁତ ଫରକ। ବହୁତ ବଡ଼ ଫରକ। ଏମିତି ଭାବନ୍ତୁ, ସରକାରଙ୍କୁ ଆମେ ଟ୍ୟାକ୍ସ ଦଉଛେ ବାଧ୍ୟ ହୋଇ, କିନ୍ତୁ ନିଜ ପ୍ରିୟ ଲୋକଙ୍କୁ ଉପହାର ଦେଲାବେଳେ କେମିତି ଖୁସି ଲାଗେ। ହଁ, ସେତେବେଳେ ତ ଆନନ୍ଦ ଲାଗେ। ଠିକ୍ ସେମିତି ନୂଆ ନିୟମର ଦାନ ସେଇ ଉପହାର ଦେଲା ଭଳି ହେବା କଥା, ଆମ ହୃଦୟରୁ। ବୁଝିଲି। କିନ୍ତୁ ଏତେ ସବୁ ଶୁଣିଲା ପରେ ବି ମନରେ ପ୍ରଶ୍ନ ଆସୁଛି, ତାହେଲେ କ'ଣ ଆମେ ଆଜିକାଲି ଦଶମାଂଶ ଦେବା ନା ନାହିଁ, ଯଦି ବାଧ୍ୟତା ନାହିଁ? ଲେଖା ତ କହୁଛି, ହଁ, ଦାନ ଆଉ ଦଶମାଂଶ ଗୋଟେ ଭଲ ମାର୍ଗଦର୍ଶିକା ହୋଇପାରେ। ଏସବୁ ନୂଆ ନିୟମ ବିଶ୍ୱାସୀ ପାଇଁ ବି ପ୍ରଯୁଜ୍ୟ। କିନ୍ତୁ କ'ଣ? କିନ୍ତୁ ମୂଳ କଥା ହେଲା ଆମର ମନୋଭାବ। ଆମେ କାହିଁକି ଦେଉଛୁ, ସେଇଟା ହିଁ ପରମେଶ୍ୱର ଦେଖନ୍ତି। ଯେମିତି ଯୀଶୁ କହିଥିଲେ ମାଥ୍ୟୁ 23:23ରେ। ହଁ, ଫାରୁଶୀମାନଙ୍କୁ, ବାହାରର କାମଠୁ ଭିତରର ଭାବନା ବେଶୀ ଜରୁରୀ। ଏକଦମ। ପରମେଶ୍ୱର ଆମ ହୃଦୟକୁ ଦେଖନ୍ତି। ଆମେ କେତେ ଟଙ୍କା ଦେଉଛେ ସେଇଟା ଗଣିବା ଆଗରୁ କେଉଁ ମନରେ ଦେଉଛେ ସେଇଟା ଦେଖନ୍ତି। ତାହେଲେ ଯେତେବେଳେ ଆମେ ଆନନ୍ଦରେ, ପ୍ରେମରେ ଦଉ, ସେତେବେଳେ ଆମେ ପରମେଶ୍ୱରଙ୍କ ହୃଦୟ ସହ ଯୋଡ଼ି ହେଉ। ଏହା ଆଉ ଗୋଟେ ନିୟମ ପାଳନ ହୋଇ ରହେ ନାହିଁ, ଏହା ଆମ ସମ୍ପର୍କର ଏକ ପ୍ରକାଶ ହୁଏ। ଆଉ ଏମିତି ଦେଲେ ଆମେ ନିଜେ ବି ଆଶୀର୍ବାଦ ପାଉ। ତେବେ ପାଳକ ପ୍ରେମାଶିଷ ସତମାନଙ୍କର ଲେଖାର ମୁଖ୍ୟ ଶିକ୍ଷା ହେଲା, ଆମ ଦାନଟା ଏମିତି କେବଳ ଗୋଟେ କର୍ତ୍ତବ୍ୟ ନୁହେଁ, ବରଂ ହୃଦୟରୁ ଆସୁଥିବା ଏକ ଆନନ୍ଦମୟ ସ୍ୱଇଚ୍ଛାକୃତ କାମ ହେବା ଦରକାର। ହଁ, ସେ ପୁରୁଣା ନିୟମର ବାଧ୍ୟତାରୁ ନୂଆ ନିୟମର ପ୍ରେମଭରା ଖୁସି ମନର ଦାନକୁ ଆସିବା, ଏଇ ଯାତ୍ରାଟା ହିଁ ବହୁତ ମହତ୍ତ୍ୱପୂର୍ଣ୍ଣ। ଠିକ୍ ଅଛି। ଆଉ ଶେଷରେ ସମସ୍ତଙ୍କ ପାଇଁ ଗୋଟେ ଚିନ୍ତା କରିବା ଭଳି କଥା, ଯଦି ଏଇ ହୃଷ୍ଟଚିତ୍ତ ବା ଆନନ୍ଦମୟ ମନୋଭାବଟା ଏତେ ଜରୁରୀ, ତେବେ ଆମେ କ'ଣ ଏହାକୁ କେବଳ ଟଙ୍କା ଦେବାରେ ସୀମିତ ରଖିବା, ନା ଆମ ଜୀବନର ଅନ୍ୟ କ୍ଷେତ୍ରରେ ବି ଏହାକୁ ଆଣିପାରିବା? କେମିତି? ଆମ ସମୟ ଦେବାରେ, ଆମ ପାଖରେ ଯେଉଁ ଦକ୍ଷତା ଅଛି ତାକୁ ବାଣ୍ଟିବାରେ, ଅନ୍ୟକୁ କ୍ଷମା ଦେବାରେ,
ଏସବୁରେ ବି ସେହି ଆନନ୍ଦମୟ ଉଦାର ଭାବନା ରହିପାରିବ କି? ଆଉ ଯଦି ରହିବ ତାହେଲେ ଆମ ସାରା ଜୀବନଟା କେତେ ବଦଳିଯିବ, କେତେ ଆନନ୍ଦମୟ ହେବ, ସେ କଥା ଟିକେ ଭାବିବା ଦରକାର। ବାଃ, ଏଇଟା ବହୁତ ଗଭୀର କଥା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଆଜି ଆତ୍ମିକ ଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଧନ୍ୟବାଦ, ଯେଉଁଠି ଆମେ ପ୍ରତିଦିନ परमेश्वरଙ୍କ ବାକ୍ୟ ଆଲୋଚନା କରୁଅଛୁ। ଯଦି ଏହି କାର୍ଯ୍ୟକ୍ରମ ଆପଣଙ୍କୁ ଆଶୀର୍ବାଦ ଦେଇଅଛି, ତେବେ ଏହାକୁ ଆପଣା ଫ୍ୟାମିଲି ଆଉ ଫ୍ରେଣ୍ଡସ୍ WhatsApp ଗ୍ରୁପରେ ସେୟାର କରନ୍ତୁ। ଆସନ୍ତା କାଲି ପୁଣି ଦେଖା ହେବା। ଧନ୍ୟବାଦ।